ଦୁଇ ମହାନ କ୍ରାନ୍ତିକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବାଲେଶ୍ୱର ତରଫରୁ ଭବ୍ୟ ପଥ ସଞ୍ଚଳନ ଓ ଶାରୀରିକ ପ୍ରଦର୍ଶନ କାର୍ଯ୍ୟକ୍ରମ। ଗର୍ବ ଓ ଗୌରବର ଗାଥା ବହନ କରୁଥିବା ଭାରତବର୍ଷର ଦୁଇ ମହାନ କ୍ରାନ୍ତିକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବାଲେଶ୍ୱର ତରଫରୁ ଭବ୍ୟ ପଥ ସଞ୍ଚଳନ ଓ ଶାରୀରିକ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପରମିଟ୍ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ଚାଳକ ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏସିଆର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶବିତ୍ ପ୍ରଫେସର ଡକ୍ଟର ଅଶୋକ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଏବଂ ଆର୍ଏସ୍ଏସ୍ର ସହପ୍ରାନ୍ତ ବୌଦ୍ଧିକ ପ୍ରମୁଖ ବିଶ୍ୱମ୍ବର ପାଣି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା କାର୍ଯ୍ୟବାହ ବିଜୟ କୁମାର ଦାସ ଅତିଥି ପରିଚୟ କରିଥିଲେ। ବର୍ତ୍ତମାନ ପରିବେଶ ବିଷୟରେ ସମସ୍ତେ ଚିନ୍ତା କରିବାର ସମୟ ଆସିଯାଇଛି। ମନୁଷ୍ୟ ସମାଜକୁ ସୁସ୍ଥ ରଖିବାକୁ ହେଲେ ଆମକୁ ପରିବେଶ ରକ୍ଷା କରିବାକୁ ପଡ଼ିବ ବୋଲି ମୁଖ୍ୟ ଅତିଥି ଡକ୍ଟର ପାଣିଗ୍ରାହୀ କହିଥିଲେ। ମୁଖ୍ୟ ବକ୍ତା ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପୂର୍ବ ପ୍ରାନ୍ତର ସହପ୍ରାନ୍ତ ବୌଦ୍ଧିକ ପ୍ରମୁଖ ବିଶ୍ୱମ୍ବର ପାଣି ଦୁଇ ମହାପୁରୁଷଙ୍କର ଜୀବନ କିପରି ରାଷ୍ଟ୍ର କାର୍ଯ୍ୟରେ ସମର୍ପିତ ହୋଇଥିଲା ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ବର୍ଷ ତାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି। ଏହା ସଂଘ ପାଇଁ ଉତ୍ସବର ସମୟ ନୁହେଁ ବରଂ ସାଧନା ଓ ଅଧିକ ପରିଶ୍ରମ କରିବାର ବେଳ। ସଂଘ ସର୍ବଦା ସାମାଜିକ ପରିବର୍ତ୍ତନ କାର୍ଯ୍ୟ କରିଚାଲିଛି। ଶତାବ୍ଦୀ ବର୍ଷରେ ସମାଜର ଭେଦଭାବ ଦୂର କରିବା ପାଇଁ ସଂଘର ସାମାଜିକ ସମରସତା ବିଭାଗ, ପରିବେଶ ସୁରକ୍ଷା ଦୃଷ୍ଟିରୁ ଜଳ ବୃକ୍ଷରୋପଣ ପଲିଥିନ୍ ମୁକ୍ତ ପାଇଁ ପର୍ଯ୍ୟାବରଣ ବିଭାଗ, ସୁବ୍ୟବସ୍ଥିତ ଆଦର୍ଶ ପରିବାର ହେତୁ କୁଟୁମ୍ବ ପ୍ରବୋଧନ ବିଭାଗ, ସ୍ୱର ପ୍ରତ୍ୟାବର୍ତ୍ତନକୁ ଆଧାର କରି ସ୍ୱଦେଶୀ ଭାବ ଜାଗରଣ ହେତୁ ସ୍ୱଦେଶୀ ଜାଗରଣ ମଞ୍ଚ ମାଧ୍ୟମରେ କାର୍ଯ୍ୟ କରିଆସୁଛି। ଶତାବ୍ଦୀ ପ୍ରାରମ୍ଭରେ ପଞ୍ଚ ପରିବର୍ତ୍ତନ ଆହ୍ୱାନ ଭାବେ ସ୍ୱଦେଶୀ ବିଚାର, ନାଗରିକ କର୍ତ୍ତବ୍ୟ, ପର୍ଯ୍ୟାବରଣ ସଂରକ୍ଷଣ, କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା ବାର୍ତ୍ତାକୁ ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବାକୁ ପ୍ରତ୍ୟେକ ସ୍ୱୟଂସେବକ ଚେଷ୍ଟା କରିବ ବୋଲି ଅତିଥିମାନେ କହିଥିଲେ। ଏହା ପୂର୍ବରୁ 1000ରୁ ଉର୍ଦ୍ଧ୍ୱ ସ୍ୱୟଂସେବକମାନଙ୍କର ଏକ ଭବ୍ୟ ପଥ ସଞ୍ଚଳନ ପାତ୍ରପଡ଼ା ମନ୍ଦିର ବାଡ଼ିରୁ ବାହାରି ସହର ପରିକ୍ରମା କରି ପରମିଟ୍ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ସ୍ୱୟଂସେବକମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଶାରୀରିକ ଯୋଗାସନ, ଦଣ୍ଡ ବ୍ୟାୟାମ ଯୋଗ, ସାମୂହିକ ସମତା ସହ ଘୋଷ ବାଦ୍ୟ ପ୍ରଦର୍ଶନ ହୋଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ଶାରୀରିକ ଶିକ୍ଷଣ ପ୍ରମୁଖ ସୁଶାନ୍ତ ମହାରଣା, ବାଲେଶ୍ୱର ନଗର କାର୍ଯ୍ୟବାହ ରମେଶ ମହାକୁଡ଼ ସହ ଜିଲ୍ଲା ଶାରୀରିକ ଶିକ୍ଷଣ ପ୍ରମୁଖ ସୁଶାନ୍ତ ଭାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଭଳି ଭବ୍ୟ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବାଲେଶ୍ୱରର ବୁଦ୍ଧିଜୀବୀ, ସ୍ଥାନୀୟ ବ୍ୟକ୍ତି, ମାତୃମଣ୍ଡଳୀ ଉପସ୍ଥିତ ଥିଲେ।